ବାପ ଥିଲା ପୁଅ ଯୁଦ୍ଧରେ ହାରେନି। ଯୁଦ୍ଧ ଯଦି କରି ବସିବ ସଙ୍ଗେ ଥିବ ଭାଇ। ସରିଛି ରାଜ୍ୟସଭା ନିର୍ବାଚନ ଏବଂ ଯେଉଁ ରାଜ୍ୟସଭା ନିର୍ବାଚନ ସରିବା ପରେ ଯେଉଁ ଆଶଙ୍କା କରାଯାଉଥିଲା ତାହା ହିଁ ସତ୍ୟ ହେଲା। କାରଣ ଘୋଡ଼ା ବେପାର ହେବ, କ୍ରସ୍ ଭୋଟିଂ ହେବ, ଆକୁ ନେଇକି ଆପଣ ଦେଖିଥିବେ କିଛି ଦିନ ଧରି ଯେଉଁ ଚର୍ଚ୍ଚା ଚାଲିଥିଲା, ଠିକ୍ ସେ ଚର୍ଚ୍ଚା ଯେଉଁ ଆଶଙ୍କା କରାଯାଉଥିଲା ତାହା ହିଁ ସତ୍ୟ ହୋଇଛି। ତେବେ ଖାସ୍ କରି ଆମେ କହିପାରିବା ଯେ କଂଗ୍ରେସର 3 ଜଣ ବିଧାୟକ ଯେଉଁଭଳି ଭାବରେ କ୍ରସ୍ ଭୋଟିଂ କରିଛନ୍ତି ତାକୁ ନେଇକି ମଧ୍ୟ ପୂର୍ବରୁ ବେଶ୍ ଆଲୋଚନା ହେଉଥିଲା, କିନ୍ତୁ ପିସିସି ସଭାପତି ତାକୁ ମାନିବା ପାଇଁ ନାରାଜ ଥିଲେ ଏବଂ ତା ଶେଷରେ ପ୍ରମାଣିତ ହୋଇଛି। ଠିକ୍ ସେହିଭଳି ଭାବରେ ବିଜେଡିରୁ ମଧ୍ୟ 8 ଜଣ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି। ତେବେ ବିଜେଡି ସହିତ କଂଗ୍ରେସର ଯେଉଁ ସର୍ଟ ଟର୍ମ ପାଇଁ ଆଲାଏନ୍ସ ବୋଲି କୁହାଯାଉଛି, ହୁଏତ ଲଙ୍ଗ ଟର୍ମ ପାଇଁ ହେଇପାରେ, ଏ ଆଲାଏନ୍ସ କେତେ ଠିକ୍ ଥିଲା ସେ ବିଷୟରେ ଆମେ ଅଧିକ ଆଲୋଚନା କରିବା। ମୋ ସହିତ ଅଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ। ସାର୍ ଓକେ ସାର୍, ଏଇ ଯେଉଁ ରାଜ୍ୟସଭା ନିର୍ବାଚନ ସରିଲା, ଆପଣ କହୁଥିଲେ ନିର୍ବାଚନ ସରିଗଲା ପରେ ମୁଁ ସବୁ କଥା ହିଁ କହିବି, ଏବେ ଆଉ ତା ପୂର୍ବରୁ ମୋତେ ପଚାରନ୍ତୁ ନାହିଁ। ବର୍ତ୍ତମାନ ତ ନିର୍ବାଚନ ସରିଗଲା, ଆପଣଙ୍କର 3 ଜଣ ବିଧାୟକ ଆପଣ ଅସ୍ୱୀକାର କରୁଥିଲେ ହୁଏତ ସେତେବେଳେ ଟିକେ ଯେ ଆମ ବିଧାୟକ ମାନେ କେହି କ୍ରସ୍ ଭୋଟ୍ କରିବେନି, କିନ୍ତୁ ପ୍ରମାଣିତ ତ ସାର୍ ହେଇଗଲା, ଏବେ କ'ଣ କହିବେ? ଶୁଣନ୍ତୁ, ଆମ ଓଡ଼ିଶାରେ ଆମ ଗାଁ ଗଣ୍ଡାରେ କ'ଣ ସବୁଆଡ଼େ ଗୋଟେ କଥାବାର୍ତ୍ତା ହୁଅନ୍ତି ଯେ ବାପ ଥିଲା ପୁଅ ଯୁଦ୍ଧରେ ହାରେନି। ଯୁଦ୍ଧ ଯଦି କରି ବସିବ ସଙ୍ଗେ ଥିବ ଭାଇ। ଇଏ ହେଲା ଗୋଟେ ସାଧାରଣ କଥା। ଇଏ ଦୁଇଟି ଜିନିଷର ବୋଧେ ଆମର ଅଭାବ ହେଲା। କଂଗ୍ରେସ ବୋଲି ନୁହେଁ, ବିଜେଡି ବାଲା ବି କି କଂଗ୍ରେସ ବାଲା ଯୋଉ ହେଇଥିଲା ହେଲା। ତାପରେ ସାଧାରଣତଃ ପରମ୍ପରା କ'ଣ, ଓଡ଼ିଶାରେ କେତେ ବର୍ଷ ହେଲା ଦେଖା ହେଇଛି, ଯେଉଁମାନେ ଶାସନରେ ଥାଆନ୍ତି ସେମାନେ ଏଇ କ୍ରସ୍ ଭୋଟିଂଟା ହିଁ ଉତ୍ସାହିତ କରିଥାନ୍ତି। ଅତୀତରେ ବି ଜିତିଛନ୍ତି, ଏଥର ମଧ୍ୟ ସେୟା ହେବ ବୋଲି ଆଶଙ୍କା କରାଯାଉଥିଲା। ତେଣୁ ଏଠି ଆଉ କ'ଣ ବିଚାର କରାଯିବ? ଆପଣ ଆଶଙ୍କା କରୁଥିଲେ ସଂଖ୍ୟା କିନ୍ତୁ ଟିକେ ଅଧିକା ହେଇଗଲା, ଆପଣ 1 ଆଶଙ୍କା କରୁଥିଲେ କିନ୍ତୁ ସଂଖ୍ୟା 3 ହେଇଗଲା। ହେଲା ସେ ଯେଉଁ କହିଲି ଯେ ସଙ୍ଗେ ଥିବ ଭାଇ, ଯଦି ଭାଇ ନଥିବେ ତାହେଲେ ଆଶଙ୍କାଟା ବଢ଼ିଯିବ। ମୁଁ ଭାବୁଥିଲି ଯେ ନାଇଁ ଏତେ କଂଗ୍ରେସ ତରଫରୁ କ୍ରସ୍ ଭୋଟିଂ ହେବନି, ଯେଉଁମାନେ ବିଭିନ୍ନ କାରଣରୁ ମର୍ମାହତ ହେଇକି ଅଛନ୍ତି ଭିତରେ, ଦଳ ଭିତରେ, ସେମାନଙ୍କ ଭିତରୁ କେହି କରିପାରନ୍ତି ବା ସେମାନଙ୍କୁ ଯଦି ମ୍ୟାନେଜ କରି, ଯଦି ଭାଇ ହିସାବରେ ମ୍ୟାନେଜ କରାଯାଇଥାନ୍ତା ହୁଏତ ତାହା ହେଇନଥାନ୍ତା। ତା ମ୍ୟାନେଜମେଣ୍ଟର ବୋଧେ ଆମର ଅଭାବ ହେଲା। ମ୍ୟାନେଜମେଣ୍ଟ କରିବା ଦାୟିତ୍ୱ ଥିଲା ପିସିସି ସଭାପତିଙ୍କର, ତା ବୋଧେ ସେ ଠିକ୍ ସେ କରିପାରିଲେନି। ଦଳର ଦାୟିତ୍ୱ ଥିଲା, ଦଳର ଦାୟିତ୍ୱ ମାନେ ପିସିସି ସଭାପତିଙ୍କ ଦାୟିତ୍ୱ ଥିଲା। ତେଣୁ ବୋଧେ ଆମର ଅଭାବ ରହିଲା, ଯୋଉଥିପାଇଁ ହେଲା। ସେଥିପାଇଁ ମୁଁ ଜାଣିଥିଲି ଯେ ଏଇ ଯେଉଁ ଗୋଟେ ଅପରଚ୍ୟୁନିଟି ଅଛି, ଗୋଟେ ଚତୁର୍ଥ ସ୍ଥାନଟା ଯେଉଁ ପାଇଁ ଯେଉଁ ଭଳି ହେବ, ଯଦି ଏକାନ୍ତ ଭାବରେ ବିଜେଡି ଏବଂ କଂଗ୍ରେସ ଏକ ମନ ହେଇକି କାମ କରିଥାନ୍ତେ, ଜିତିଥାନ୍ତେ। ସାର୍, ଆପଣ ଯେଉଁ ଏକ୍ଜାମ୍ପଲ ଦେଲେ, ଯଦି ଯୁଦ୍ଧକୁ ଯିବେ ତାହେଲେ ଉପରେ ଯଦି ବାପା ଥିବେ ଭାଇ ଥିବେ, ତାମାନେ ଆପଣମାନେ ବି ଯଦି ବାପା ହୁଅନ୍ତି, ଭାଇ ମାନେ ବର୍ତ୍ତମାନ ଭୋଟ ଦେଇକି ଏଇଭଳି କଲେ, ଭାଇକି ଏମାନେ ବୁଝେଇ ପାଇଲେନି। ଆପଣ ବାପା ହିସାବରେ ବି ପରାମର୍ଶ ଦେଇପାରିଥାନ୍ତେ ଯେ କ'ଣ କରିବା ଉଚିତ ଥିଲା। ବାପା ବର୍ତ୍ତମାନ ଯିଏ ସରକାର ରହିଲା ସେ ବାପା, ବାପା ସରକାର ତାଙ୍କର ବାପା କିଏ, ତେଣୁ ସେ ବାପା ତାଙ୍କର ପ୍ରୋଟେକ୍ସନ ଦେଲେ ଜିତିବା ପାଇଁ। ଭାଇ ହିସାବରେ ଯେଉଁ ପରାମର୍ଶଟିର ଆବଶ୍ୟକତା ଥିଲା, ବୋଧେ ତାର ଆମର ଅଭାବ ରହିଲା। ଏଇ ପରାମର୍ଶଟା କେମିତି ହୁଏ? ଧରନ୍ତୁ ଏଇ ଯେଉଁ କଂଗ୍ରେସ ଏମଏଲଏ ମାନେ ଯେଉଁ କଥା କହୁଛନ୍ତି ଯେ କ୍ୟାଣ୍ଡିଡେଟ୍ ହେବା ଆଗରୁ କାହିଁକି ଆମକୁ ପଚରାଗଲା ନାହିଁ, ଇଏ ଗୋଟେ କଥା। ତାପରେ 25 ବର୍ଷ ଧରି ଏଇ କଂଗ୍ରେସ ଲୋକ ଅତ୍ୟାଚାରିତ ହେଇଛନ୍ତି ବିଜେଡି ଦ୍ୱାରା। ରମେଶ ଜେନା ଯେଉଁ କଥାଟି କହୁଛନ୍ତି, ଅତ୍ୟାଚାରିତ ହେଇଛନ୍ତି, ତାଙ୍କର ମନ କେମିତି ହେବ? ସୋଫିଆ ବାପାଙ୍କ ପ୍ରତି ଯେଉଁ ଏଇ ଜିନିଷ ଗୁଡ଼ିକ ଯେଉଁ ଘଟି ଯାଇଛି ଅତୀତରେ, ତାକୁ ଆମେ ଭାଇ ହିସାବରେ ଯେତିକି ମେକଅପ୍ କରିବା କଥା ବୋଧେ ମେକଅପ୍ କରିବା ପାଇଁ ସମର୍ଥ ହେଇପାରି ନାହାନ୍ତି। ଆଉ ତ ଜଣେ କୁଆଡ଼େ ନୁଚିଲେ, ତାଙ୍କୁ କେହି ପାଇଲେ ନାହିଁ, ଫୋନ୍ ନମ୍ବର ଲାଗିଲା ନାହିଁ, ତାକୁ ବି ପାଇଲେ ନାହିଁ। ତେଣୁ ସେ ଉଦ୍ୟମ କରିଛନ୍ତି, କଂଗ୍ରେସ ଦଳ ତରଫରୁ ସଭାପତି ଉଦ୍ୟମ କରିଛନ୍ତି, ତାଙ୍କ ଉଦ୍ୟମଟି ସଫଳ ହେଇପାରି ନାହିଁ।
ବିଜେଡି ସହିତ କଂଗ୍ରେସ ଯୋଉ ହାତ ମିଳିଲା ବା ତାଙ୍କ ଯୋଉ ପ୍ରାର୍ଥୀ ନାଁ ଘୋଷଣା କରାଗଲା ଡାକ୍ତର ଦତ୍ତେଶ୍ୱର ହୋତା ସେଇଥିରେ ହାତ ମିଳିଲେ ତାଙ୍କ ସ୍ୱରରେ ସ୍ୱର ମିଳିଲେ ଏଇଟା ହିଁ ଆପଣଙ୍କ ଦଳର ଗୋଟେ ଭୁଲ ହେଇଗଲା କି ନିଷ୍ପତ୍ତି ଭୁଲ ଥିଲା କି ପିସିସି ସଭାପତିଙ୍କର? ବର୍ତ୍ତମାନ ଭାରତବର୍ଷରେ ସବୁ ବିଭିନ୍ନ ରାଜ୍ୟରେ ଯେପରି ଭାବରେ ରାଜନୀତି ହେଉଛି ଏ ଗୋଟେ ଆଦର୍ଶ ବିହୀନ ରାଜନୀତି ଚାଲିଛି। ତେଣୁ ସେ ଆଦର୍ଶ ବିହୀନ ରାଜନୀତି ଯେ ଓଡ଼ିଶାରେ ନ ହେବା କଥା କାହିଁ ଭାବିବେ ଆପଣ? ସାରା ଭାରତବର୍ଷରେ ଓଡ଼ିଶାକୁ ମୁଁ ସାରା ଭାରତବର୍ଷରେ ହେଉଛି। ସେ ମହାରାଷ୍ଟ୍ର କୁହନ୍ତୁ ବିହାର କୁହନ୍ତୁ ଯୋଉଠି ବି କୁହନ୍ତୁ ଆଦର୍ଶ ବିହୀନ ରାଜନୀତି ବର୍ତ୍ତମାନ ଚାଲିଛି। ଏଠି ଗୋଟେ ଆଦର୍ଶ ଅନୁପ୍ରାଣିତ ହେଇ ସେଇ ବିଜେଡି ବିଜେପି ତ ଆମେ କହୁଥିଲୁ ଟଙ୍କାର ଉଭୟ ପାର୍ଶ୍ୱ ବୋଲି ଦୁଇ ପାର୍ଶ୍ୱ, କିନ୍ତୁ ଏମିତି ରାଜନୀତିରେ ଆଜିକାଲି ଏମିତି ହେଇଗଲାଣି ଆବଶ୍ୟକତା ଦୃଷ୍ଟିରୁ ଲୋକେ କାହା ନା କାହା ସାଙ୍ଗରେ ମଧ୍ୟ ମିଶି ଯାଉଛନ୍ତି। ସେଇ ଦୃଷ୍ଟିରୁ ଏଠି ବି ମିଶିଛନ୍ତି ଆବଶ୍ୟକତା ଦୃଷ୍ଟିରୁ। ଏପରିକି ବିଜେଡି କ୍ୟାଣ୍ଡିଡେଟ୍ ଡିକ୍ଲେୟାର କଲେ ଡକ୍ଟର ଦତ୍ତ। ତା ଆଗରୁ କନସଲ୍ଟ କରିଛନ୍ତି କି ନାହିଁ କଂଗ୍ରେସ ସହିତ ମୁଁ କହିପାରିବିନି, ମୋ ସେ ବିଷୟରେ ଧାରଣା ନାହିଁ। ହେଲେ ମୋତେ କେହି ପଚାରିନାହାନ୍ତି। ମୋର ତ ମୁଁ ଜାଣିଥିଲି ଏରକମ ହବ ବୋଲି, କାହିଁକିନା ଅତୀତରେ ଏମିତି ହେଇଛି। ଶାସକ ଦଳ ସବୁବେଳେ ଘୋଡ଼ା ବେପାର କରନ୍ତି ଏବଂ ୟା ଭିତରେ ବିଜେଡି ଦଳ ଭିତରେ ବହୁତ ଅଶାନ୍ତିର ବାତାବରଣ ମଧ୍ୟ ସୃଷ୍ଟି ହେଇଛି ବିଭିନ୍ନ କାର୍ଯ୍ୟକ୍ରମ ନେଇକି। ଆମ ଦଳରେ ମଧ୍ୟ ହେଇଛି। ସେଥିପାଇଁ ମୁଁ ସଭାପତିଙ୍କୁ ଥରେ କହିଥିଲି, ସଜେସନ ଦେଇଥିଲି ଯେ କିଏ ଜିତିବ କିଏ ହାରିବ ଆମର କିଛି ଜଣା ନାହିଁ, କିନ୍ତୁ କଂଗ୍ରେସ ଦଳ ଏକଜୁଟ ହେଇଛି ବୋଲି କଂଗ୍ରେସ ତରଫରୁ ଜଣେ କ୍ୟାଣ୍ଡିଡେଟ୍ ଦେଇଦିଅ। ଆମର ସେଇ 14-15ଟା ଭୋଟ ମିଳୁଛି କି ନାହିଁ ଦେଖ। ସେତିକି ହେଲେ ନିଜ ହେଲେ ଆମର କଂଗ୍ରେସ ଲୋକଙ୍କ ମନୋବଳଟା ବଢିବ। ନାଇଁ ସେ ବୋଧେ ଭାବିଲେ, ସେ ଆହୁରି ଉତ୍କୃଷ୍ଟ ଧରଣର ଭାବିଲେ ଯେ ନାଇଁ ମିଶିକି ଗୋଟେ ଯଦି ଆମେ ନେଇଯିବା ସେଇଟା ଗୋଟେ ବିଜେପି ପାଇଁ ଗୋଟେ ମାଡ଼ ହବ। ଗୋଟେ ରାଜନୈତିକ ଦୃଷ୍ଟିକୋଣରୁ ସେ ବିଚାର କଲେ ତାକୁ। କିନ୍ତୁ ଏ ବାବଦରେ ଆପଣଙ୍କ ପରାମର୍ଶ ନେଇଛନ୍ତି ନା ନାଇଁ ଯେ ଆମେ ବିଜେଡି ସହିତ ଗୋଟେ ମିଶିକିନା ଗୋଟେ କ୍ୟାଣ୍ଡିଡେଟ୍ ଦବା ବିଜେଡି ଆଉ କଂଗ୍ରେସ ଏ ବାବଦରେ କିଛି ଆପଣ ହୁଅନ୍ତୁ ବା ଆପଣଙ୍କ ଭଳି ଯୋଉମାନେ ସିନିୟର ଲିଡର ଅଛନ୍ତି ଜୟଦେବ ଜେନା ହୁଅନ୍ତୁ ବା ଯୋଉମାନେ ଅନ୍ୟ ମାନେ ଅଛନ୍ତି ଶ୍ରୀକାନ୍ତ ଜେନାରିଆଙ୍କ କଥା କୁହନ୍ତୁ, କିଛି ପରାମର୍ଶ ନେଇଛନ୍ତି ନା ନାଇଁ, ଆଲୋଚନା ହେଇଛି ନା ନାଇଁ? ସେ ମୋ ସହିତ କିଛି ପରାମର୍ଶ ନେଇନାହାନ୍ତି। ସେ ସ୍ମୃତିରେ ମୋତେ ଫୋନ୍ ଥରେ କରିଥିଲେ ଏମାନଙ୍କୁ ଟିକେ କଣ୍ଟାକ୍ଟ କରିପାରିବେ କି? ମୁଁ କଣ୍ଟାକ୍ଟ କରିବା ପାଇଁ ଚେଷ୍ଟା କରିଛି, କିନ୍ତୁ ତାଙ୍କର ଓଭର ଆବାଉଟ୍ସ ମୁଁ ପାଇଲି ନାହିଁ କି ମୋ ଫୋନ୍ ସେ ଉଠେଇଲେ ନାହିଁ। କିନ୍ତୁ ମୋର ଗୋଟେ ବିଶ୍ୱାସ ଥିଲା ଇଏ ଶାସକ ଦଳ ଯିଏ ବି ଯେତେବେଳେ ଥାଆନ୍ତୁ ନା କାହିଁକି ଆମେ ବି ଥିଲାବେଳେ ଇଏ କ୍ରସ୍ ଭୋଟିଂ ସିଷ୍ଟମଟା ଓଡ଼ିଶାରେ ବହୁତ ଦିନ ହେଲା ପ୍ରଚଳିତ ଅଛି, ଭାରତବର୍ଷରେ ବି ପ୍ରଚଳିତ ଅଛି। ସେୟା ହବ ବୋଲି ଆଶଙ୍କା ମୁଁ କରୁଥିଲି, ଭୟ କରୁଥିଲି। ସେଥିପାଇଁ ମୁଁ କହୁଥିଲି ଯେ କଂଗ୍ରେସ ଦଳ ତରଫରୁ ଜଣେ ଠିଆ କରିଦେବ। ଆମର 10 ଷ୍ଟ୍ରେଙ୍ଗଥ ଅଛି ନୋମିନେସନ କରିବା ପାଇଁ, ଠିଆ କରିଦେ। ଆମ ଭୋଟଟା ଆମେ ଇଣ୍ଟାକ୍ଟ ରଖିବେ ବୋଲି ଜନସାଧାରଣ ପାଇଁ ଗୋଟେ ମେସେଜ ଯାଉ ଯେ କଂଗ୍ରେସ ବାଲା ଏକଜୁଟ ହେଇକି ଅଛନ୍ତି। ସେଟା ଆମ ପାଇଁ ଭଲ ହେଇଥାନ୍ତା, ଦଳ ପାଇଁ ଭଲ ହେଇଥାନ୍ତା, ଦଳ ପାଇଁ ଭଲ ହେଇଥାନ୍ତା। କିନ୍ତୁ ଜିତିବାର ଆଶା ବି ତ ସମସ୍ତଙ୍କର ରଖିବା ବି ଉଚିତ। ଏଟା ଯଦି ସକ୍ସେସଫୁଲ ହେଇଥାନ୍ତା ଏ ବିଜେପିକୁ ଗୋଟେ ଭଲ ମାଡ଼ ହେଇଥାନ୍ତା, ଭଲ ହେଇଥାନ୍ତା। ଏଥିରେ ବିଜେଡି ଆଉ କଂଗ୍ରେସ ଉଭୟ ଉପକୃତ ହେଇଥାନ୍ତେ, ସେଟା ହେଇପାରିଲା ନାହିଁ। ପ୍ରକୃତରେ ଏ ଭୁଲ ପାଇଁ ଆପଣ କଣ ଭାବୁଛନ୍ତି ଯେ ପ୍ରକୃତରେ ଭୁଲଟା କୋଉଠି ରହିଲା ଆପଣଙ୍କ ଦଳ ଭିତରେ? ସଭାପତି ଭୁଲ କରି ବସିଲେ ନା ଆଉ କିଏ ତାଙ୍କୁ ଏମିତି ଭୁଲ ମନ୍ତ୍ରଣା ବା ଭୁଲ ପରାମର୍ଶ ଦେଲା? ଏ ଦଳଟି ପାଇଁ ବୋଥ ବିଜେଡି ଆଣ୍ଡ କଂଗ୍ରେସ ଦାୟୀ। କାରଣ ସେମାନେ ନିଜେ ତାଙ୍କର ଆଭ୍ୟନ୍ତରୀଣ ଅବସ୍ଥାକୁ କ'ଣ ଠିକ୍ ଭାବରେ ମାପି ପାରିଲେ ନାହିଁ, ଯୋଉଥିପାଇଁ ଏପରି ପରିସ୍ଥିତି ହେଲା। ଆଭ୍ୟନ୍ତରୀଣ ଅବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ଆୟତ୍ତକୁ ରଖି ଏ କାର୍ଯ୍ୟରେ ହାତ ଦେବାର ଉଚିତ ଥିଲା। ଯଦି କଂଗ୍ରେସ ନିଜ କ୍ୟାଣ୍ଡିଡେଟ୍ ଦେଇଥାନ୍ତା ଆମେ ହାରିଥାନ୍ତୁ, ହେଇଥାନ୍ତା, ସମ୍ମାନ ହେଇଥାନ୍ତା ଯେ ହଁ କଂଗ୍ରେସ ବାଲା ଏକଜୁଟ ହେଇକି ଅଛନ୍ତି। ଏଇ ମେସେଜଟା ଲୋକଙ୍କ ପାଖକୁ ଦରକାର ଥିଲା। କିନ୍ତୁ ବର୍ତ୍ତମାନ ମେସେଜଟା ଗଲା କ'ଣ ଯେ କଂଗ୍ରେସ ଦଳ ବିଭାଜିତ, ବିଜେଡି ଦଳ ବି ବିଭାଜିତ। ତାର ଫାଇଦା ନେଲା କିଏ? ବିଜେପି, ସରକାରୀ ଦଳ ନେଲେ, ଶାସକ ଦଳ ନେଲେ। ଆଉ ସବୁବେଳେ ସରକାରୀ ଦଳ ହିଁ ୟାର ଫାଇଦା ନେଇଥାନ୍ତି ଅତୀତରେ, ଏଥର ବି ନେଲେ। ଏଇଟାକୁ ବ୍ରେକ୍ କରି ହେଇଥାନ୍ତା ବୋଲି ମୋର ବିଶ୍ୱାସ। ହୁଏତ
ଏଥିରେ କ'ଣ ହେଇଥାନ୍ତା ବିଜେଡି ଆମେ 25 ବର୍ଷ ଲଢିଛୁ କାହା ସହିତ ବିଜେଡି ସହିତ ଲଢିଛୁ ବିଜେଡି ବ୍ରେକ୍ କରିଥାନ୍ତା ଯେକୌଣସି ଉପରେ ବିଜେଡି ବ୍ରେକ୍ କରିଥାନ୍ତା ସେ ମେସେଜଟା ଯାଇଥାନ୍ତା ଲୋକଙ୍କ ପାଖକୁ ଯେ ବିଜେଡି ବ୍ରେକ୍ କଲା କଂଗ୍ରେସ ଲୋକ କିନ୍ତୁ ଯୋଉ 15ଟି ଲୋକ ଯୋଉ 14ଟି ଲୋକ ସେମାନେ ସ୍ଥିର ଭାବରେ ଅଛନ୍ତି ତାହେଲେ କୋଉ ମେସେଜଟା ବେଟର ହେଇଥାନ୍ତା ଗୋଟେ ସିଟ୍ ପାଇବା ତ ଆଶା ନଥିଲା ଏବଂ ଏମିତି ଯୋଉ କଥା ନବୀନ ବାବୁ କହୁଛନ୍ତି ଘୋଡ଼ା ବେପାର ହେବା କଥା ସେ ସେଠି ଭଲ ଭାବରେ ଜାଣନ୍ତି ଅତୀତର ଯୋଉ ଇତିହାସ ନେଲେ ଓଡ଼ିଶାର ଇତିହାସ ନେଲେ ତା ଭାରତବର୍ଷର ଇତିହାସ ନେଲେ ସେଥିରୁ ଜଣାପଡ଼େ ଯେ ହଁ ଘୋଡ଼ା ବେପାର ରାଜ୍ୟସଭାରେ ହୁଏ ଯୋଉଥିପାଇଁ କି ଆଇନର ପରିବର୍ତ୍ତନ ହେଇଛି ଦେଖେଇକି ଭୋଟ ଦିଅ ତାହା ସୁଦ୍ଧା ମଧ୍ୟ ବର୍ତ୍ତମାନ କାର୍ଯ୍ୟକାରୀ ହେଇପାରୁ ନାହିଁ ଆପଣ ଦଳକୁ ପ୍ରକୃତରେ ବେଶୀ ଡ୍ୟାମେଜ କରିଥାଏ ଯଦି କିଏ ଓଡ଼ିଶାରେ ତାହା ହେଉଛି ସିଏ ହେଉଛି ବିଜେଡି ଦଳ ଏ କଥାକୁ ଆପଣ ସ୍ୱୀକାର କରିବେ ଶୁଣନ୍ତୁ କିଏ ଡ୍ୟାମେଜ କରିଛି କିଏ ଭଲ କରିଛି ନାଇଁ ସେମିତି ଗୋଟେ କାହାକୁ ଦୋଷ ଯିଏ ସରକାର ରହିବ ତା ବିରୁଦ୍ଧରେ କିଛି ନା କିଛି କଥା ନିଶ୍ଚୟ ବାହାରିବ ଆମ ବିରୁଦ୍ଧରେ କ'ଣ କହୁନାହାନ୍ତି ଆମେ ପୁଣି ଏତେ କାମ କରିଥିଲୁ ପୁଣି ତ ଆମେ ବର୍ତ୍ତମାନ କୋଉ ପରିସ୍ଥିତିରେ ଗଲା 25-26 ବର୍ଷ ଅଛୁ କ'ଣ ଆମଠୁ ବେଶୀ କାମ ବିଜେଡି ବିଜେପି କରିଦେଇଛନ୍ତି ଓଡ଼ିଶାରେ କରିନାହାନ୍ତି ଆମର ଅର୍ଥ ନଥାଇ କଂଗ୍ରେସ ଦଳ ଯାହା କରିଛି ଓଡ଼ିଶା ପାଇଁ ସେ ତୁଳନାରେ ବିଜେପି ପାଖରେ ଯଥେଷ୍ଟ ଅର୍ଥ ଥାଇ ମଧ୍ୟ ଓଡ଼ିଶାର ଜନସାଧାରଣଙ୍କୁ ସେମିତି ସେବା କରିପାରି ନାହାନ୍ତି ସେ କାର୍ଯ୍ୟ କରିବା ଏବଂ କାର୍ଯ୍ୟ କରିବାର ଦକ୍ଷତା କଂଗ୍ରେସ ଦଳର ଅଛି ଏବେ ମଧ୍ୟ ଅଛି କିନ୍ତୁ ଯୋଉମାନେ କ୍ରସ୍ ଭୋଟିଂ କରିଥିଲେ ଯୋଉ କରିଛନ୍ତି ଯୋଉ 3 ଜଣ ସେମାନଙ୍କ ସହିତ ଆପଣଙ୍କ କିଛି ଆଲୋଚନା ବା କେମିତି କଥାବାର୍ତ୍ତା ହେଲାଣି କିଛି ନାଇଁ ମୋର ସେମିତି କିଛି କଥାବାର୍ତ୍ତା ହେଇନି ଯାହା ଖବରକାଗଜରୁ ଆଜି ଦେଖିଲି ସଭାପତି ମହାଶୟ ତାଙ୍କ ଭିତରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନସ୍ଥ କରିଛନ୍ତି ତାହା ଯଥାର୍ଥ କାରଣ ନହେଲେ ଦଳ ରହିବ ନାହିଁ ଯଦି ଶୃଙ୍ଖଳାଗତ କାର୍ଯ୍ୟ ଗ୍ରହଣ କରା ନଯାଏ ଦଳ ଅତୀତରେ ତ ଯାହା ଭୁଲ କରାଯାଇଛି ପୁଣି ଅଧିକ ଭୁଲ କଲେ ଦଳ ଆହୁରି ଦୁର୍ବଳ ହେଇଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ତ ନିଜେ କ'ଣ ଭୁଲ କରୁଛୁ ତାକୁ ତ ନିହାତି ତର୍ଜମା କରିବା ଆବଶ୍ୟକ ଅଛି ଆପଣ ଯଦି ନ ବୁଝିପାରିବେ ମୁଁ ଆପଣଙ୍କୁ କେମିତି ବୁଝେଇବି ମୁଁ ତ ଆପଣଙ୍କୁ କହିଲି ଯେ ଯୁଦ୍ଧ ଯେତେବେଳେ କରି ବସିବ ସଙ୍ଗେ ଥିବ ଭାଇକୁ ସାଙ୍ଗରେ ନ ନେଇ ଯୁଦ୍ଧ କଲେ ତାର ପରିଣତି ଭଲ ହୁଏ ନାହିଁ ଆମେ ଭାଇମାନଙ୍କୁ ଏକଜୁଟ କରିପାରିନାହୁଁ ଆମେ ଯଦି ଭାଇମାନଙ୍କୁ ଏକଜୁଟ କରିପାରିଥାନ୍ତୁ ତାଙ୍କର ମନର ଦୁଃଖ କଥା ବୁଝିଥାନ୍ତୁ ତାଙ୍କ ମନ ଭିତରେ ଯୋଉ ଭାବନା ଅଛି ତାକୁ ଦୂର କରିପାରିଥାନ୍ତୁ ତାହେଲେ ଆଜି ଆମର ଏ ଅବସ୍ଥା ହେଇନଥାନ୍ତା ଯୋଉ 3 ଜଣ ଗଲେ ସେ 3 ଜଣ ଯାଇନଥାନ୍ତେ ଆପଣ ଶୁଣୁଥିଲେ ଯେ ମୋ ସହିତ ବରିଷ୍ଠ କଂଗ୍ରେସ ନେତା ସହିତ ନିରଞ୍ଜନ ପଟ୍ଟନାୟକ ଯୋଉ କଥା କହୁଥିଲେ ଯେ କୋଉଠି ନା କୋଉଠି ଦଳ ଭିତରେ ଯୋଉ ଭାଇ ଉପାଖ୍ୟାନ କଥା ସେ କହୁଥିଲେ ଯେ ଭାଇମାନଙ୍କୁ ହୁଏତ ପଚରା ଯାଇଥାନ୍ତା ଭାଇମାନଙ୍କର ପରାମର୍ଶ ନିଆଯାଇଥାନ୍ତା ବା ଭାଇମାନଙ୍କର ମନରେ ଥିବା କିଛି ଅସନ୍ତୋଷ ବା ପୁଞ୍ଜୀଭୂତ ଅସନ୍ତୋଷକୁ କିଭଳି ଭାବରେ ଦୂର କରାଯାଇ ପାରିଥାନ୍ତା ତାହା ଯଦି କରାଯାଇ ପାରିଥାନ୍ତା ତାହେଲେ ଆଜି ହୁଏତ ଏ ଅବସ୍ଥା ଭୋଗିବା ପାଇଁ ପଡ଼ିନଥାନ୍ତା ଭୁବନେଶ୍ୱରରୁ କ୍ୟାମେରା ପର୍ସନ ପ୍ରଭାତ ସିହ୍ନାଙ୍କ ସହ ରଶ୍ମି ରଞ୍ଜନ ଦାସ OTV।